ପ୍ରେମରେ ହାରି ଯାଇଥିବା ବା ବିଫଳ ହୋଇଯାଇଥିବା ମଣିଷ ପାଇଁ ଶ୍ରୀକୃଷ୍ଣଙ୍କ ଜ୍ଞାନ ଏକ ଅମୃତ ସମାନ। ଯେତେବେଳେ ହୃଦୟ ଭାଙ୍ଗିଯାଏ ସେତେବେଳେ ମଣିଷକୁ ସଂସାର ଅନ୍ଧାର ଦେଖାଯାଇଥାଏ। କିନ୍ତୁ ମନେ ରଖନ୍ତୁ, ମହାଭାରତ ଯୁଦ୍ଧରେ ଅର୍ଜୁନ ମଧ୍ୟ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଆଉ ସେହି ସମୟରେ ଶ୍ରୀକୃଷ୍ଣ ତାଙ୍କୁ ଗୀତା ମାଧ୍ୟମରେ ଜୀବନର ପ୍ରକୃତ ସତ୍ୟକୁ ବୁଝାଇଥିଲେ। ପ୍ରେମରେ ହାରିଯିବା ଜଣେ ବ୍ୟକ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଶ୍ରୀକୃଷ୍ଣଙ୍କର ଏହି କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା। କୃଷ୍ଣ କୁହନ୍ତି, ଆମେ କୌଣସି ବ୍ୟକ୍ତି ବା ବସ୍ତୁ ଉପରେ ଅତ୍ୟଧିକ ଆସକ୍ତ ହୋଇଯାଉ, ସେଠାରେ ହିଁ ଦୁଃଖର ଜନ୍ମ ହୋଇଥାଏ। ଆପଣ ଜଣଙ୍କୁ ଭଲ ପାଉଥିଲେ, ତାହା ଭୁଲ ନୁହେଁ, କିନ୍ତୁ ସେହି ବ୍ୟକ୍ତି ଜଣକ ହିଁ ଆପଣଙ୍କ ଜୀବନର ସବୁ କିଛି ବୋଲି ଭାବିବା ମୋହ ଅଟେ। ପ୍ରେମ ମୁକ୍ତ କରିବା ଶିଖାଏ, ବାନ୍ଧିବା ନୁହେଁ। ଯଦି କେହି ଆପଣଙ୍କୁ ଛାଡ଼ି ଚାଲିଗଲା, ତେବେ ବୁଝିବାକୁ ହେବ ଯେ ସେହି ସମ୍ପର୍କ ସମୟ ସୀମା ଶେଷ ହୋଇଯାଇଛି। କୃଷ୍ଣଙ୍କ ମତରେ ଏହି ସଂସାରରେ କିଛି ବି ସ୍ଥାୟୀ ନୁହେଁ। ପରିବର୍ତ୍ତନ ହିଁ ସଂସାରର ନିୟମ। ଆଜି ଯେଉଁ କଷ୍ଟ ଆପଣଙ୍କୁ ମରିବା ଭଳି ଲାଗୁଛି, କିଛି ମାସ ବା ବର୍ଷ ପରେ ସେହି କଷ୍ଟ ଆଉ ରହିବ ନାହିଁ। ଅତୀତକୁ ଧରି ବସିବା ଅର୍ଥ ହେଉଛି ନିଜ ଭବିଷ୍ୟତକୁ ନଷ୍ଟ କରିବା। ସମୟ ସବୁ ଘାକୁ ଶୁଖେଇ ଦିଏ, କିନ୍ତୁ ସେଥିପାଇଁ ଆପଣଙ୍କୁ ସମୟକୁ ସୁଯୋଗ ଦେବାକୁ ପଡ଼ିବ। ପ୍ରେମରେ ହାରିବା ପରେ ଅନେକ ଲୋକ ନିଜର କାନ୍ଦ, କାମଧନ୍ଦା ସବୁ ଛାଡ଼ି ଦିଅନ୍ତି। କୃଷ୍ଣ କୁହନ୍ତି, କର୍ମଣେବାଧିକାରସ୍ତେ ମା ଫଳେଷୁ କଦାଚନ। ଆପଣଙ୍କ କାମ ହେଉଛି କର୍ମ କରିବା। ଜଣଙ୍କ ପାଇବା ବା ନ ପାଇବା ଆପଣଙ୍କ ହାତରେ ନାହିଁ। ଯଦି ଆପଣ ନିଜର ଲକ୍ଷ୍ୟ ପଥରେ ଆଗେଇ ଚାଲିବେ, ତେବେ ସଫଳତା ଆପଣଙ୍କୁ ଏତେ ଉପରକୁ ନେଇଯିବ ଯେ ଦିନେ ସେହି ଅତୀତର ଦୁଃଖ ଅତି ଛୋଟ ମନେ ହେବ। ଆମେ ଅନ୍ୟକୁ ଭଲ ପାଇବାରେ ଏତେ ବ୍ୟସ୍ତ ହେଇଯାଉ ଯେ ନିଜ ଭିତରେ ଥିବା ଈଶ୍ୱରଙ୍କୁ ଭୁଲି ଯାଉ। କୃଷ୍ଣ କୁହନ୍ତି ଯେ ପ୍ରତ୍ୟେକ ଜୀବ ଭିତରେ ପରମାତ୍ମା ଅଛନ୍ତି। ଯଦି ଆପଣ ନିଜ ଶରୀର ଓ ମନକୁ କଷ୍ଟ ଦେଉଛନ୍ତି, ତେବେ ଆପଣ ନିଜ ଭିତରେ ଥିବା କୃଷ୍ଣଙ୍କୁ କଷ୍ଟ ଦେଉଛନ୍ତି। ନିଜର ମୂଲ୍ୟ ବୁଝନ୍ତୁ। ଆପଣଙ୍କ ଖୁସି କୌଣସି ଜଣେ ବ୍ୟକ୍ତିର ଉପସ୍ଥିତି ଉପରେ ନିର୍ଭର କରିବା ଉଚିତ ନୁହେଁ। ଏହା ହୁଏତ ଶୁଣିବାକୁ ସାଧାରଣ ଲାଗିପାରେ, କିନ୍ତୁ ଏହା ଏକ ଗଭୀର ସତ୍ୟ। ହୁଏତ ଭଗବାନ ଆପଣଙ୍କ ଜୀବନରୁ କାହାକୁ ବାହାର କରିଦେଇଛନ୍ତି, କାରଣ ସେ ଆପଣଙ୍କ ଭବିଷ୍ୟତ ପାଇଁ ଠିକ୍ ନଥିଲେ। ଅନେକ ସମୟରେ ବଡ଼ କିଛି ପାଇବା ପାଇଁ ଛୋଟ ଜିନିଷକୁ ହରାଇବାକୁ ପଡ଼େ। କୃଷ୍ଣ କୁହନ୍ତି, ଶ୍ରୀକୃଷ୍ଣ ଆପଣଙ୍କ ପାଇଁ ଏକ ବଡ଼ ଯୋଜନା କରି ରଖିଛନ୍ତି। ବାସ୍ ଧୈର୍ଯ୍ୟ ରଖନ୍ତୁ। ଯିଏ ଆପଣଙ୍କୁ ଧୋକା ଦେଲା ବା ଛାଡ଼ି ଚାଲିଗଲା, ତାକୁ ଘୃଣା କରନ୍ତୁ ନାହିଁ। ଘୃଣା କଲେ ଆପଣ ତାଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିବେ। ତାକୁ କ୍ଷମା କରି ମନକୁ ମୁକ୍ତ କରିଦିଅନ୍ତୁ। ମନକୁ ଶାନ୍ତ ରଖିବା ପାଇଁ ପ୍ରତିଦିନ କିଛି ସମୟ ପ୍ରଭୁଙ୍କ ନାମ ସ୍ମରଣ କରନ୍ତୁ। ନିଜର କ୍ୟାରିୟର ଓ ପରିବାର ଉପରେ ଧ୍ୟାନ ଦିଅନ୍ତୁ। ଗୋଟିଏ ସମ୍ପର୍କ ଭାଙ୍ଗିବା ଜୀବନର ଶେଷ ନୁହେଁ, ବରଂ ଏହା ନୂଆ ଆରମ୍ଭ। ନିଜ ଭାବନାକୁ ନିଜ ପ୍ରିୟଜନଙ୍କ ସହ ବାଣ୍ଟନ୍ତୁ। ଏକୁଟିଆ ରୁହନ୍ତୁ ନାହିଁ। ତୁମେ ଯାହାକୁ ହରାଇଛ ତାହା ତୁମର ନଥିଲା, କିନ୍ତୁ ଯାହା ତୁମ ପାଖରେ ଅଛି ତାହା ଭଗବାନଙ୍କ ଆଶୀର୍ବାଦ। ଉଠନ୍ତୁ, ଅଣ୍ଟା ଭିଡ଼ନ୍ତୁ ଏବଂ ନିଜ କର୍ମକ୍ଷେତ୍ରରେ ନିଜକୁ ପ୍ରମାଣିତ କରନ୍ତୁ। ଦୁନିଆ ଆପଣଙ୍କୁ ଆପଣଙ୍କ ସଫଳତାରେ ଚିହ୍ନିବ, ବିଫଳ ପ୍ରେମରେ ନୁହେଁ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି, ତେବେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।